ବୈଭବ ସୂର୍ଯ୍ୟବଂଶୀଙ୍କ ଧୁଆନ୍ଧାର ବ୍ୟାଟିଂ। ଭାରତ ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଓ ତିନୋଟିରୁ ତିନୋଟି ମ୍ୟାଚ୍କୁ ବିଜୟୀ ହେଲା। ହଁ ଦର୍ଶକ ବନ୍ଧୁ, ଭାରତ ହାରରେ ଖେଳାଉଥିବା ତୃତୀୟ ବା ଶେଷ ଟି20 ମ୍ୟାଚ୍ରେ 35 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ 3-0ରେ କ୍ଲିନ୍ ସୁଇପ୍ କରିଛି। ପ୍ରଥମ ବ୍ୟାଟିଂ କରି ଭାରତ 5 ୱିକେଟ୍ରେ 142 ରନ୍ କରିଥିଲା। 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରେ 81 ରନ୍ କରି ମ୍ୟାଚ୍ର ସର୍ବଶ୍ରେଷ୍ଠ ବ୍ୟାଟିଂ କରିଥିଲେ। ପରେ ପରେ ଭାରତୀୟ ବୋଲରମାନେ ଶୃଙ୍ଖଳାବଦ୍ଧ ଭାବେ ବୋଲିଂ କରି ଜିମ୍ବାୱେକୁ ଲକ୍ଷ୍ୟରୁ ଦୂରରେ ରଖିଥିଲେ ଏବଂ 35 ରନ୍ରେ ବିଜୟ ନିଶ୍ଚିତ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଅସାଧାରଣ ବ୍ୟାଟିଂ ପାଇଁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ଅଧିନାୟକ ଶ୍ରେୟସ ଆୟାର କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଟି20 ବିଜୟ ଏବଂ ଯୁବ ଖେଳାଳିମାନଙ୍କୁ ନେଇ ସେ ବହୁତ ଖୁସି ଅଛନ୍ତି। ଦର୍ଶକ ବନ୍ଧୁ, ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ଦର୍ଶକ ବନ୍ଧୁ, ଆପଣଙ୍କ ସହ ମୁଁ କ୍ରିକେଟ୍ ନ୍ୟୁଜ୍ ନେଇ ଅପଡେଟ୍ ଆସିଛି, ଯେମିତିକି ଭାରତ ଜିମ୍ବାୱେ ମଧ୍ୟ ଟି20 ସିରିଜ୍। ଭାରତ ଜିମ୍ବାୱେ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍କୁ 3-0ରେ କ୍ଲିନ୍ ସୁଇପ୍ କରିଛି। ହାରରେ ଖେଳାଉଥିବା ତୃତୀୟ ତଥା ଟି20 ମ୍ୟାଚ୍ରେ ଭାରତ 35 ରନ୍ରେ ବିଜୟୀ ହୋଇ ସିରିଜ୍ ଉପରେ ସମ୍ପୂର୍ଣ୍ଣ ଦବଦବା ସୃଷ୍ଟି କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 5 ୱିକେଟ୍ ହରାଇ 142 ରନ୍ କରିଥିଲା। ଦଳର ବିଜୟର ହିରୋ ସାଜିଥିଲେ 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ସେ ଆକ୍ରମଣାତ୍ମକ ବ୍ୟାଟିଂ କରି 81 ରନ୍ କରି ଜିମ୍ବାୱେ ବୋଲରମାନଙ୍କୁ ଚାପରେ ରଖିଥିଲେ। ତାଙ୍କ ଇନିଂସରେ ଦର୍ଶକମାନେ ଚମତ୍କାର ଚୌକା ଛକା ଦେଖିବାକୁ ପାଇଥିଲେ। 113 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଜିମ୍ବାୱେ ଭଲ ଆରମ୍ଭ କରିପାରୁନଥିଲା। ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ପ୍ରତିପକ୍ଷ ଦଳକୁ ଚାପରେ ରଖିଥିଲେ। ମୟଙ୍କ ଯାଦବ ଦ୍ରୁତ ବୋଲିଂ ଏବଂ ଅନ୍ୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ଜିମ୍ବାୱେ ଲକ୍ଷ୍ୟରେ ପହଞ୍ଚି ପାରିନଥିଲେ। ଭାରତ 35 ରନ୍ରେ ମ୍ୟାଚ୍ ଜିତିଥିଲା। ଏହି ସିରିଜ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ପ୍ରଦର୍ଶନ ସମସ୍ତଙ୍କୁ ଆକର୍ଷଣ କରିଛି। ସେ ମ୍ୟାଚ୍ରେ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟର ଅଫ୍ ଦି ସିରିଜ୍ ମଧ୍ୟ ହୋଇଛନ୍ତି। ସିରିଜ୍ ବିଜୟ ପରେ ଭାରତର ଅଧିନାୟକ ଶ୍ରେୟସ ଆୟାର କହିଛନ୍ତି ଯେ ସେ ତାଙ୍କର ଅଧିନାୟକ ଭାବେ ପ୍ରଥମ ଟି20 ସିରିଜ୍ ବିଜୟୀ ହୋଇଛନ୍ତି। ସେ ଯୁବ ଖେଳାଳିଙ୍କୁ ନିର୍ଭୀକ ପ୍ରଶଂସା କରିଛନ୍ତି ଏବଂ ସେ ଆଗକୁ ଆହୁରି ବଡ଼ ବଡ଼ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି। ଏହି କ୍ଲିନ୍ ସୁଇପ୍ ସହ ଭାରତ ନିଜର ଆତ୍ମବିଶ୍ୱାସକୁ ମଜବୁତ କରିଛି ଏବଂ ଆଗାମୀ ଆନ୍ତର୍ଜାତିକ ସିରିଜ୍ ପାଇଁ ସକାରାତ୍ମକ ସନ୍ଦେଶ ଦେଇଛି। ଏତିକି ଥିଲା ଭାରତ ବନାମ ଜିମ୍ବାୱେ ଟି20 ସିରିଜ୍ ପାଇଁ ବଡ଼ ଖବର। ଅଧିକ ଚ୍ୟାନେଲ୍ ସବସ୍କ୍ରାଇବ୍ ପାଇଁ ଆମ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ଖେଳ ଖବର ପାଇଁ ଆମ ସହ ଯୋଡ଼ି ଦିଅନ୍ତୁ। ନମସ୍କାର, ଧନ୍ୟବାଦ, ଜୟ ହିନ୍ଦ।